ମାନେ ଏ କ'ଣ କରୁଛ? ସାମାନ୍ୟ ବରଗଛ ଚେର ଧରି ଝୁଲୁଅଛ। ଆଉ ସେ ବରଗଛ ଚେର ଯଦି ଛିଡ଼ିଯିବ ତୁମେମାନେ ସମସ୍ତେ ତଳେ ପଡ଼ି ମରିଯିବ। ଏ ଚେର ଛିଡ଼ିବ ନାହିଁ କି ଆମ୍ଭେମାନେ ମରିବୁ ନାହିଁ। କ'ଣ ହେଲା? ସେ ଚେର ଛିଡ଼ିବ ନାହିଁ କି ତମେମାନେ ମରିବ ନାହିଁ, କିନ୍ତୁ ଏହାର କାରଣ କ'ଣ? ଏହାର କାରଣ ହେଉଛି ଆମ୍ଭ ଜନଚାର୍ଯ୍ୟ ବଂଶରେ ଜଣେ ସୁପୁତ୍ର ରହିଛି। ଆରେ କିଏ ସେ ସୁପୁତ୍ର ଏବଂ ତାହାର ନାମ କ'ଣ? ତାର ନାମ ମୁନି ଜରତ୍କାର। ମୁନି ଜରତ୍କାର? ଆରେ ମୁନି ଜରତ୍କାର ତ ମୁଁ ନିଜେ। ଆରେ ବାପା, ତୋ ପରି ସୁପୁତ୍ର ଥାଉ ଥାଉ ଆମ୍ଭେମାନେ ଏମିତି ଅଧା ସ୍ୱର୍ଗରେ ରହିଛୁ ରେ ବାବା। ଆରେ କିନ୍ତୁ କାହିଁକି? ଏହାର କାରଣ କ'ଣ? କାରଣ ତୁ ବିବାହ ନ କରି କୁଳ ରକ୍ଷା ନ କଲେ ଆମ୍ଭେମାନେ ଏମିତି ଅଧା ସ୍ୱର୍ଗରେ ରହିଥିବୁ ରେ। ଅସମ୍ଭବ! ମୁଁ କେବେ ହେଲେ ବିବାହ କରିପାରିବି ନାହିଁ। ତୁ ଯେ ପର୍ଯ୍ୟନ୍ତ ବିବାହ କରି କୁଳ ରକ୍ଷା ନ କରିବୁ ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଏମିତି ଅଧା ସ୍ୱର୍ଗରେ ରହିଥିବୁ। ଆମର ମୁକ୍ତି ନାହିଁ ରେ ବାବା, ଆମର ମୁକ୍ତି ନାହିଁ। କ'ଣ କରିବି? କିପରି ମୁଁ ମୋର ପିତୃପୁରୁଷ ମାନଙ୍କୁ ରକ୍ଷା କରିବି? ହଁ, ଶୁଣି ରଖ ପିତୃପୁରୁଷ ମାନେ, ମୁଁ ଯଦି ଉପଯୁକ୍ତ ପାତ୍ରୀ ପାଇବି ତାହେଲେ ମୁଁ ନିଶ୍ଚୟ ବିବାହ କରିବି। ହଁ, ମୁଁ ନିଶ୍ଚୟ ବିବାହ କରିବି ଆଉ ତମାନଙ୍କୁ ନିଶ୍ଚୟ ରକ୍ଷା କରିବି। କୁହନ୍ତୁ ଦେବଶ୍ରୀ, ଅସମୟରେ ମୋ ପାଖକୁ ଆସିବାର କାରଣଟା କ'ଣ? ନା, ମୁଁ ଯେ ପୂର୍ବରୁ ସତ୍ୟ କରିଅଛି, ଯଦି ଉପଯୁକ୍ତ ପାତ୍ରୀ ପାଇବି ତାହେଲେ ମୁଁ ନିଶ୍ଚୟ ବିବାହ କରିବି। କହିଲି ପରା, ଯଦି ଉପଯୁକ୍ତ ପାତ୍ର ପାଇବି ତାହେଲେ ମୁଁ ନିଶ୍ଚୟ ବିବାହ କରିବି। ଚାଲନ୍ତୁ ଦେବଶ୍ରୀ।